ଅଦିନିଆ ଝଡ଼ ତୋଫାନରେ ଅନିମା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। କାଳ ବୈଶାଖୀ ପ୍ରଭାବରେ ହୋଇଥିବା ଭୀଷଣ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ତାର ତାଣ୍ଡବ ରଚିଥିବା ବେଳେ କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର କନ୍ୟାଶ୍ରମ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା। ଯୋଡ଼ାରୁ ଭୁବନେଶ୍ୱର ଯାଉଥିବା ଅନିମା ନାମକ ଯାତ୍ରୀବାହୀ ବସ୍ଟି ବାସୁଦେବପୁର କନ୍ୟାଶ୍ରମ ନିକଟରେ ଭାରସାମ୍ୟ ହରାଇ ପଶିଯିବାରୁ କନ୍ୟାଶ୍ରମ ପାଚେରୀ ଭାଙ୍ଗିବା ସହ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେଉଥିବା ବେଳେ ଯୋଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସ୍ଟି ବାସୁଦେବପୁର ନିକଟରେ ପ୍ରବଳ ଝଡ଼ ତୋଫାନର ବଳୟ ମଧ୍ୟରେ ଆସି ଭାରସାମ୍ୟ ହରାଇ କନ୍ୟାଶ୍ରମର ପାଚେରୀ ଭାଙ୍ଗି ପଶିଯାଇଛି। ତେବେ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଦୁର୍ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ପ୍ରାୟ ସୁରକ୍ଷିତ ଥିବା ନେଇ ସୂଚନା। ଯାତ୍ରୀବାହୀ ବସ୍ଟିର କାଚ ଭାଙ୍ଗିବା ସହ କିଛି ଅଂଶ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ। এই যোড়াରୁ ଆସିଥିଲେ ମାନେ ବର୍ଷା ଠିକ୍ ଆମର ବାହାରିଲି ଯେମିତି ଟିକେ ଟିକେ ହେଲା ବର୍ଷା ତାପରେ ବାସ୍ତବପୁର ମାନେ ପହଞ୍ଚିଲି ଯେମିତି ସେ ଟର୍ଣ୍ଣିଂରେ କାଟି ନି ପାରିଲା ଆଉ କି ପୁରା ପୁଷିଗଲା ସିଆଡ଼େ ସ୍କୁଲ ମାନେ ପାଚିରେ ପୁରା ଗଛ ଗଛ ସବୁ ଭାଙ୍ଗିକିରି କାଞ୍ଚ ଫାଞ୍ଚ ସବୁ ଭାଙ୍ଗି ଯାଇଛି ଆଉ କି ହେଲ୍ପରକେ ବାଜିଲା ମୋକେ ଟିକେ ବାଜିଛି ହାଲକା ଫାଲିକା ଆଉ ପାସେଞ୍ଜର ମାନେ ବାଜିଛି ଟିକେ ଟିକେ ଆଉ କି